ଢେଙ୍କାନାଳ ମହିଳାଙ୍କ କୋଳି ଚାଷର କମାଲ। ଢେଙ୍କାନାଳ ସଦର ବ୍ଲକ କାଇମାଟି ପଞ୍ଚାୟତ ବାଉତି ବେରେଣା ଗାଁର ଶକ୍ତିମା ବାଉତି ସ୍ୱୟଂ ସହାୟକ ଗୋଷ୍ଠୀର 11 ଜଣ ମହିଳା ଆଜି ସମାଜ ପାଇଁ ସ୍ୱାବଲମ୍ବନଶୀଳତାର ଏକ ନୂଆ ଉଦାହରଣ ସାଜିଛନ୍ତି। ଓଡ଼ିଶା ଜୀବିକା ମିଶନର ଆର୍ଥିକ ସହାୟତା ଓ ବୈଷୟିକ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ 2021 ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ସେମାନଙ୍କୁ ଲକ୍ଷପତି ଦିଦିରୁ ମହାଲକ୍ଷପତି ଦିଦି ହେବା ପଥରେ ଅଗ୍ରସର କରାଇଛି। ପୂର୍ବରୁ ହାତୀ ଉପଦ୍ରବ ଯୋଗୁଁ କଦଳୀ ଚାଷରେ କ୍ଷତି ସହିଥିବା ଏହି ମହିଳାମାନେ ହାର ନ ମାନି 7 ଏକର ଜମିରେ ଆପୁଲ ବେରୀ, ବଲ ସୁନ୍ଦରୀ, ଭାରତ ସୁନ୍ଦରୀ ଓ ଗ୍ରୀନ୍ କାଶ୍ମୀର ଭଳି ଉନ୍ନତ କିସମର 7000 କୋଳି ଗଛ ଲଗାଇ ଏକ ବିରାଟ ପରିବର୍ତ୍ତନ ଆଣିଛନ୍ତି। ଗୋଷ୍ଠୀର ସଦସ୍ୟା ଶର୍ମିଳା ସାହୁଙ୍କ ନେତୃତ୍ୱରେ ଏହି ମହିଳାମାନେ କେବଳ କୋଳି ଚାଷ ନୁହେଁ ବରଂ ଗେଣ୍ଡୁ ଫୁଲ ଓ ମାଛ ଚାଷ କରି ନିଜର ଜୀବିକାକୁ ବହୁଗୁଣିତ କରିଛନ୍ତି। ପ୍ରଥମ ବର୍ଷ 8 ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ ଚଳିତ ବର୍ଷ ଏହା 20 ଲକ୍ଷ ଟଙ୍କା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିଜେ ରୋଜଗାରକ୍ଷମ ହେବା ସହ ଏହି ଗୋଷ୍ଠୀ ଅନ୍ୟ 15ଟି ପରିବାରକୁ କର୍ମନିଯୁକ୍ତି ଯୋଗାଇ ଦେଇଛନ୍ତି, ଯାହା ମିଶନ ଶକ୍ତି ବିଭାଗର ମହିଳା ସଶକ୍ତିକରଣ ଅଭିଯାନକୁ ଆହୁରି ସୁଦୃଢ଼ କରିଛି। ଢେଙ୍କାନାଳରୁ ଆରମ୍ଭ କରି ଆଠଗଡ଼ ପର୍ଯ୍ୟନ୍ତ ବଜାରରେ ଏହି କୋଳିର ଚାହିଦା ବଢ଼ୁଥିବା ବେଳେ ଏହି ସଫଳତା ଓ କାହାଣୀ ଗ୍ରାମୀଣ ମହିଳାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ସରକାରୀ ସହାୟତାର ଏକ ଶ୍ରେଷ୍ଠ ନମୁନା।